आपण समस्तଙ୍କୁ ଆମ ଚ୍ୟାନେଲ କ୍ରିଏଟିଭ୍ ଆଇଡ଼ିଆ ସ୍ୱାଗତ। ତେବେ ଏସ୍ଏସ୍ବି ର ସେବକ ସେବିକା ସରି ଆପଣଙ୍କର ଟିଜିଟି ରିକ୍ରୁଟମେଣ୍ଟ ପାଇଁ ଆପଣ ଅପେକ୍ଷା କରିଛନ୍ତି। ଏସ୍ଏସ୍ଡି ର ବି ମୁଁ ସେବକ ସେବିକା ଏଥିପାଇଁ କହିଦେଲି ଏସ୍ଏସ୍ଡି ର ବି ଟିଜିଟି ରିକ୍ରୁଟମେଣ୍ଟ ଆସୁଛି। ତ ଏସ୍ଏସ୍ଡି ର ଆପଣଙ୍କ ସେଇ 1500-1700 ପାଖାପାଖି ରହିବ। ବଟ୍ ଏସ୍ଏସ୍ବି ର ଯେତେବେଳେ 1800 ସେମାନେ ରିକ୍ୱେସନ୍ ଦେଇଥିଲେ ତା ପରବର୍ତ୍ତୀ ମୁହୂର୍ତ୍ତରେ ସବୁ ଡିଓ ମାନଙ୍କୁ ମଗାଇ ସବମିଶନ ଭ୍ୟାକେନ୍ସି ପୋଜିସନ୍ ଆଉ ଫୁଲି ଆଡେଡ୍ ଆଣ୍ଡ ନ୍ୟୁ ଆଡେଡ୍। ତେଣୁ ନ୍ୟୁ ଆଡେଡ୍ ଭ୍ୟାକେନ୍ସି ପୋଜିସନ୍ ଯେହେତୁ ମଗା ହେଇଛି ଏଠି ଭ୍ୟାକେନ୍ସି ବଢ଼ିବାର ସୁଯୋଗ ରହିଛି। ମୁଁ କହିଥିଲି ମଧ୍ୟ ଡିପାର୍ଟମେଣ୍ଟରେ ମିଟିଂ ବସିଥିଲା ତ ଏ ରିଗାର୍ଡ଼ିଂ ତ ସେଥିପାଇଁ ଆମର ହୋପ୍ ରହିଛି ଭ୍ୟାକେନ୍ସି କିଛି ମାତ୍ରାରେ ବଢ଼ିକି ଆସିବ ଆସୁ ମଧ୍ୟ ଯେଉଁଟାକି ଆଶାୟୀମାନଙ୍କ ହିତରେ ରହିବ। ତେଣୁ ସେଥିପାଇଁ ଫୁଲି ଆଡେଡ୍ ସହିତ ନ୍ୟୁ ଆଡେଡ୍ ମଗା ହେଇଛି ଭ୍ୟାକେନ୍ସି ଡିଓମାନଙ୍କୁ। ଆଉ ଏଇଟା ଆପଣ ଦେଖିବେ ଆପଣଙ୍କର ଯେଉଁ ଗଭର୍ଣ୍ଣମେଣ୍ଟ ରେଫରେନ୍ସ ଲେଟର ନମ୍ବର ପ୍ରିଭିୟସଲି ଯେଉଁଟା ସେୟାର ହେଇଥିଲା ସେଇଟା ଏନକ୍ଲୋଜ୍ କରାହେଇଛି ଡିରେକ୍ଟେଡ୍ ଟୁ ଫର୍ନିଶ ଦ ଇନଫର୍ମେସନ୍ ଅଫ୍ ଭ୍ୟାକେନ୍ସି ପୋଜିସନ୍ ଫୁଲି ଆଡେଡ୍ ନ୍ୟୁ ଆଡେଡ୍ ହାଇ ସ୍କୁଲ୍ସ duly filled in prescribed format, that is format A and format B, both soft copy and hard copy ଆପଣଙ୍କର ଦେବା ପାଇଁ sections dsc@gmail.com and after due verification ଯାହା ଯାହା ରହିଛି ଗୋଟେ ୱିକ୍ ଭିତରେ ଦେବା ପାଇଁ କୁହାଯାଇଛି। ତ ଆପଣ ଦେଖିବେ ଏଇଟା ଆପଣଙ୍କର ଚିଠି ରହିଛି ଆପଣଙ୍କର 20/12 ଆଣ୍ଡ ଡିଫରେଣ୍ଟ ଆପଣଙ୍କର ଡିଓ ଅଫିସରେ ଡିଫରେଣ୍ଟ ଡେଟ୍ରେ ରିସିଭ୍ ହେଇଛି ସେ ଅନୁସାରେ ଫରୱାର୍ଡ଼ କରାଯିବ। ଅର୍ଥାତ୍ 27-28 ତାରିଖ ସୁଦ୍ଧା ଡିଏସି ପାଖରେ ରିପୋର୍ଟ ପହଞ୍ଚିବ। କିଛି ଡିଓ ଦେବେନି ଫେନ୍ ରିମାଇଣ୍ଡର ଦିଆଯିବ। ତା ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କର ଜାନୁଆରୀ 1st ୱିକ୍ ସୁଦ୍ଧା ସମସ୍ତ ରିପୋର୍ଟ ପହଞ୍ଚିବ। ଯେହେତୁ ଡିଓ ଅଫିସ୍ ବର୍ତ୍ତମାନ ବି ହଲିଡେ ରହୁଛି ତେଣୁ ଜାନୁଆରୀ 1st ୱିକ୍ ସୁଦ୍ଧା ସବୁ ରିପୋର୍ଟ ଡିଏସିରେ ପହଞ୍ଚିବ। ଡିଏସିରେ ପହଞ୍ଚିଗଲା ପରେ ତାପରେ ଏଇଟା ଏସ୍ଏସ୍ବିକୁ ଫରୱାର୍ଡ଼ କରାଯିବ ଆଣ୍ଡ ଏସ୍ଏସ୍ବି ରିକ୍ରୁଟମେଣ୍ଟ କାଢ଼ିବ। ତ ଏଇଟା ଆପଣ ଯଦି କହିବେ ଏସ୍ଏସ୍ବି କେବେ ସୁଦ୍ଧା ରିକ୍ରୁଟମେଣ୍ଟ ଆସିବ କେବେ ସୁଦ୍ଧା, ମୁଁ ଆରମ୍ଭରୁ ଷ୍ଟ୍ରେସ୍ ଦେଇ ଯେତେ ଇମ୍ପୋର୍ଟାଣ୍ଟ ନୁହେଁ ସେତେ ଇମ୍ପୋର୍ଟାଣ୍ଟ ହେଉଛି ଏଲ୍ଟିଆର୍ ପ୍ରୋସେସ୍ ସରିବା, ଯାହାଫଳରେ କି ଏଲ୍ଟିଆର୍ ପିଲା ଏଥିରେ ଆପ୍ଲାଏ ନ କରିବା ଆଣ୍ଡ ଆପଣ ଏଥିରେ କମ୍ପ୍ଲିଟଲି ଯେଉଁମାନେ ଆପଣଙ୍କର ରହୁଛନ୍ତି ଅନଏମ୍ପ୍ଲଏଡ଼ ପିଲା ସେମାନେ ଆପ୍ଲାଏ କରିବା ଆଣ୍ଡ ଆଉ ଗୋଟେ ବଡ଼ ପଏଣ୍ଟ ହେଲା ପୋଷ୍ଟ ଇନକ୍ରିଜ୍ ହେବା। ଏଇ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତ ଆମେ ଏଲ୍ଟିଆର୍ ଏଣ୍ଡ ପୋଜିସନରେ ଅଛେ ବର୍ତ୍ତମାନ। ଏଲ୍ଟିଆର୍ ଆପଣ ଜାଣିଛନ୍ତି ସାଂସ୍କ୍ରିଟର ବର୍ତ୍ତମାନ ହିନ୍ଦୀର ପ୍ରାୟ ସବୁ କାମ ଶେଷ। ହିନ୍ଦୀର ରେଜଲ୍ଟ ଆସିସାରିଛି ମେନ୍ର, ବର୍ତ୍ତମାନ ଆର୍ଟ୍ସର ବି ରେଜଲ୍ଟ ଆସିସାରିଛି ମେନ୍ର। ଆର୍ଟ୍ସ ଆଉ ହିନ୍ଦୀର ଡିଭି ଆପଣଙ୍କର ଫାଇନାଲ୍ ମାନେ ଲିଷ୍ଟ ଆସି ଡିଭି କରାଯିବ, ଡିଭି ପରେ ଫାଇନାଲ୍ ଲିଷ୍ଟ ଆସିବ। ସାଂସ୍କ୍ରିଟର ସେସବୁ ହେଇସାରିଛି, ଭେରିଫିକେସନ୍ ଚାଲିଛି। ବର୍ତ୍ତମାନ ଏଇ ତିନୋଟି ଏଲ୍ଟିଆର୍ ହିନ୍ଦୀ, ଏଲ୍ଟିଆର୍ ସାଂସ୍କ୍ରିଟ, ଏଲ୍ଟିଆର୍ ଆର୍ଟ୍ସ ଏଇ ତିନୋଟି ମୋତେ ଆପଣଙ୍କର ଯାହା ଫିଲ୍ ହେଉଛି ଜାନୁଆରୀ ଲାଷ୍ଟ ସୁଦ୍ଧା ଆପଣଙ୍କର ଜଏନିଂ କମ୍ପ୍ଲିଟ୍। ଦେନ୍ ଏସ୍ଏସ୍ବି ଆପ୍ଲାଏ ଆପଣଙ୍କର ଏସ୍ଏସ୍ବିର ଆଡ଼ଭର୍ଟାଇଜମେଣ୍ଟ ଆସୁ ଆସୁ ଜାନୁଆରୀ ହେଇଯିବ କାହିଁକିନା ଯାହା ପ୍ରୋସେସ୍ ଅଛି ବର୍ତ୍ତମାନ ଆପଣ ଦେଖନ୍ତୁ ଜାନୁଆରୀ ମିଡ୍ ଜାନୁଆରୀ ହେଇଯିବ। ତ ଆପ୍ଲାଏ ଷ୍ଟାର୍ଟ ହଉ ହଉ ସେ ଜାନୁଆରୀ ଲାଷ୍ଟ, ତାମାନେ ଆପ୍ଲାଏ କରିବେ ହିଁ ନାହିଁ ଏଲ୍ଟିଆର୍ ସିଲେକ୍ଟେଡ୍ ପିଲା। ତ ଯେହେତୁ ସେମାନେ ସିଲେକ୍ଟ ହେଇଯାଇଛନ୍ତି, ଏସ୍ଏସ୍ବି ହେଉଛି ଗୋଟେ ନନ୍ ଗଭର୍ଣ୍ଣମେଣ୍ଟ ସେକ୍ଟର, ଏଠି ଆପଣଙ୍କର ଗ୍ରାଚୁଇଟି ନାହିଁ, ବହୁତ ସାରା ଡେଫିସିଟ୍ ଅଛି ଆପଣଙ୍କର ଆର୍ଏସ୍ଟି ଏଲ୍ଟିଆର୍ ଠାରୁ। ତେଣୁ ନିଶ୍ଚିତ ଭାବରେ ଆପଣ ଯେଉଁମାନେ ଫ୍ରେଶ୍ କ୍ୟାଣ୍ଡିଡେଟ୍ ଅଛନ୍ତି ପ୍ରିପାରେସନ୍ ଆପଣଙ୍କର ଏବେଠୁ ଆରମ୍ଭ କରିଦିଅନ୍ତୁ, କାହିଁକିନା ଆପଣଙ୍କର ରିକ୍ରୁଟମେଣ୍ଟ ଆସୁଛି କିନ୍ତୁ ଡେରି ହେଇଯାଏ ମାନୁଛେ। ହଁ, ଗୋଟେ ପ୍ଲସ୍ ପଏଣ୍ଟ ହେଉଛି ଆମକୁ 16 ତାରିଖ ଦିନ ଜାନୁଆରୀ 16ରେ ଆମର ହିୟରିଂ ଅଛି ଆଣ୍ଡ ଗଡ଼କୁ ପ୍ରେ କରନ୍ତୁ ଆଜ୍ଞା। ମାନେ ଆମ ଲେଭେଲରେ ଚେଷ୍ଟା କରୁଛେ ବଟ୍ ଯଦି ଗଭର୍ଣ୍ଣମେଣ୍ଟ ଖେଳିବ ଆମ ସହିତ ଆଣ୍ଡ ମୋର ଆପଣ ଜାଣିଛନ୍ତି ମଧ୍ୟ ଫଣ୍ଡ ବି ସରି ଆସିଲାଣି ଆଣ୍ଡ ଏଠି ଗଭର୍ଣ୍ଣମେଣ୍ଟ ବି ଖେଳିବା ପାଇଁ ଚେଷ୍ଟା କରୁଛି। ତ ଆମେ ହୋପଫୁଲି ଅଛି 16 ତାରିଖ ଦିନ କିଛି ପଜିଟିଭ୍ ଅର୍ଡ଼ର ଆସୁ ଆଣ୍ଡ ଗଭର୍ଣ୍ଣମେଣ୍ଟ ଉପରେ ଫୋର୍ସ କ୍ରିଏଟ୍ ହେଉଛି ପୋଷ୍ଟ ଇନକ୍ରିଜ୍ ପାଇଁ। ଗଭର୍ଣ୍ଣମେଣ୍ଟ ବି ସେ ରିଗାର୍ଡ଼ିଂ ମିଟିଂ ବି କରିଛି ଆଣ୍ଡ ମୋତେ ଯାହା ଫିଲ୍ ହେଉଛି ଏଇଟା ପୋଷ୍ଟ ଇନକ୍ରିଜ୍ ହେବ। ଆଉ ଗୋଟେ କଥା ଏଲ୍ଟିଆର୍ ଏଣ୍ଡ ମୁଭମେଣ୍ଟରେ ଆପଣଙ୍କର ଏଇଟା ଆପ୍ଲାଏ ଷ୍ଟାର୍ଟ ହେବ, ଅର୍ଥାତ୍ ଏଲ୍ଟିଆର୍ ପିଲା ଆପ୍ଲାଏ କରିବେ ହିଁ ନାହିଁ। ଠିକ୍ ଅଛି, ତ ବିନ୍ଦାସଲି ପ୍ରିପାରେସନ୍ କରନ୍ତୁ। ଯେତିକି ପୋଷ୍ଟ ଆସିବ ତା ଭିତରୁ ନିଜେ ହିଁ ଆପଣଙ୍କ ନିଜ ପୋଷ୍ଟକୁ ସିକ୍ୟୁର କରିବା ପାଇଁ ଆପଣଙ୍କର ପରିଶ୍ରମ ହିଁ ଇମ୍ପୋର୍ଟାଣ୍ଟ। ଆଉ ଏସ୍ଏସ୍ବିରେ ପୋଷ୍ଟ ଯେତେବେଳେ କମୁଛି କମ୍ପିଟିସନ୍ ବଢ଼ିବ ଆଣ୍ଡ କମ୍ପିଟିସନ୍ ବଢ଼ିଲେ କଟ୍ ଅଫ୍ ବଢ଼ିବ। ସେ ଅନୁସାରେ ନିଜକୁ ନିଜ ସବଜେକ୍ଟରେ ଥର କରନ୍ତୁ, କାହିଁକିନା ଏଠି ଆପଣଙ୍କୁ ରିଜନିଂ ଦେଖିବାକୁ ମିଳିବନି, ଏଠି ଆପଣଙ୍କୁ ଜିକେ ଦେଖିବାକୁ ମିଳିବନି, ଏଠି ଆପଣଙ୍କୁ କ'ଣ ଦେଖିବାକୁ ମିଳିବ ନା ଏଠି ଆପଣ ନିଜ ସବଜେକ୍ଟ ନଲେଜ ୱିଥ୍ ପେଡାଗୋଜି 20 ମାର୍କ, ବାସ୍ ଦ୍ୟାଟ୍ସ ଏନଫ୍। ତ ବର୍ତ୍ତମାନ ଆପଣ 20 ମାର୍କ ବି 25 ମାର୍କ ଏଭଳିଆ ଆପଣଙ୍କର ଡିଷ୍ଟ୍ରିବ୍ୟୁସନ୍ ରହୁଛି। ଏଠି ଆପଣଙ୍କର ଏଲ୍ଟିଆର୍ ଭଳିଆ 20 ନୁହେଁ,
तेणु आप निजक प्रस्तुत करनी आज भिडियो को आम शेष करुँ आशा करूँ भिडियो माध्यम कम्पिटेटिव इन्फर्मेशन दे पार्छ हेल्पफुल देखा नेक्स्ट।